Welcome to our class Deep Insights Education Honors 4th Semester Core Paper 9 ର ଶିକ୍ଷାରେ ଧାରା ନୀତି ଏବଂ ଅଭ୍ୟାସ Trends Policies and Practices in Education paper ର ତୁମର exam oriented MCQ type questions ଯୋଉଟା unit 3 ର ରହୁଛି ତ ସେଗୁଡା ଉପରେ ଆଜି ଆମେ ଟିକେ discussion କରିଦବା ଯେହେତୁ exam ଆଉ ପାଖେଇ ଆସିଲାଣି ସେଥିଲାଗି ତ NEP 2020 ଅନୁଯାୟୀ ଉଚ୍ଚ ଶିକ୍ଷାର ମୂଳ ଲକ୍ଷ୍ୟ କଣ ବହୁ ବିଷୟକ ଏବଂ ସର୍ବାଙ୍ଗୀନ ଶିକ୍ଷା ପ୍ରଦାନ କରିବା NEP 2020 ରେ ଉଚ୍ଚ ଶିକ୍ଷା ପାଇଁ କେଉଁ ବିନ୍ୟାସ ବା ଷ୍ଟ୍ରକ୍ଚର ପ୍ରସ୍ତାବିତ କରାଯାଇଛି 5+3+3+4 ଷ୍ଟ୍ରକ୍ଚର ବା ବିନ୍ୟାସ ତ ସାର୍ବଜନୀନ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ନିମିତ୍ତ କେଉଁ ସଂସ୍ଥା ଗଠନ କରାଯାଇଛି HECI ଯୋଉଟା ହଉଛି ରାଷ୍ଟ୍ରୀୟ ଉଚ୍ଚ ଶିକ୍ଷା ଆୟୋଗ NEP 2020 ଅନୁଯାୟୀ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମର ସମୟାବଧି କେତେ 4 ବର୍ଷ 4 ବର୍ଷୀୟ ସ୍ନାତକ ଡିଗ୍ରୀ 4 year ବ୍ୟାଚଲର୍ସ ଡିଗ୍ରୀ କାର୍ଯ୍ୟକ୍ରମରେ ଛାତ୍ରମାନେ ଯଦି ଅଧ୍ୟୟନ ଅଧାରୁ ଛାଡନ୍ତି ତାହାକୁ କଣ ବୋଲି କୁହାଯାଏ ଡିପ୍ଲୋମା ବୋଲି କୁହାଯିବ ସେଟାକୁ ତାପରେ NEP 2020 ରେ ଶିକ୍ଷକ ଶିକ୍ଷା ପାଇଁ କେଉଁ ପ୍ରସ୍ତାବ ଦିଆଯାଇଛି ଶିକ୍ଷା 4 ବର୍ଷୀୟ ଏକତ୍ରିତ ବିଷୟଭିତ୍ତିକ ସ୍ନାତକ ଇଣ୍ଟିଗ୍ରେଟେଡ BEd ମାନେ ଶିକ୍ଷକ ଶିକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଛି ଶିକ୍ଷକ ପାଇଁ କଣ ଦିଆଯାଇଛି 4 ବର୍ଷ ଇଣ୍ଟିଗ୍ରେଟେଡ BEd ଯୋଉଟା ରହୁଛି ସେଟା ବିଷୟଭିତ୍ତିକ ସ୍ନାତକ ଏକତ୍ରିତ 4 ବର୍ଷରେ ହେଇଯିବ ସେଟା ମାନେ +3 ସହିତ BEd 1 year ତାପରେ ବହୁ ବିଷୟକ ଶିକ୍ଷା କଣ ଏଟା ହଉଛି କଣ ବିଜ୍ଞାନ କଳା ଏବଂ ବାଣିଜ୍ୟ ଭଳି ବିଭିନ୍ନ ବିଷୟରେ ଶିକ୍ଷା ଗ୍ରହଣ କରିବା NEP 2020 ଅନୁଯାୟୀ କେଉଁ ସଂସ୍ଥା ଶିକ୍ଷକ ଶିକ୍ଷା ପାଇଁ ମାନକ ନିର୍ଦ୍ଧାରଣ କରିବ NCT ରାଷ୍ଟ୍ରୀୟ ଶିକ୍ଷଣ ଏବଂ ପ୍ରଶିକ୍ଷଣ ପରିଷଦ NCT NEP 2020 ରେ କେଉଁ ଭାଷା ଶିକ୍ଷାର ମାଧ୍ୟମ ଭାବରେ ଗୁରୁତ୍ୱ ପ୍ରଦାନ କରାଯାଇଛି ମାତୃଭାଷା ବା ସ୍ଥାନୀୟ ଭାଷା ଲୋକାଲ ଲାଙ୍ଗୁଏଜ ଯୋଉଟା ରହୁଛି ତାପରେ ଫୋକସ କରାଯାଇଛି NEP 2020 ଅନୁଯାୟୀ କେଉଁ ବର୍ଷ ଭିତରେ ସମସ୍ତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ବହୁ ବିଷୟକ ବିଶ୍ୱବିଦ୍ୟାଳୟରେ ସ୍ଥାନାନ୍ତରିତ ହେବ 2030 ସୁଦ୍ଧା ଓଡ଼ିଶା ସହିତ ଭାରତରେ ଉଚ୍ଚ ଶିକ୍ଷାର ଦ୍ରୁତ ପ୍ରସାରର ଏକ ମୁଖ୍ୟ ଆହ୍ୱାନ କଣ ଶିକ୍ଷାନୁଷ୍ଠାନ ଓ ଗୁଣବତ୍ତାପୂର୍ଣ୍ଣ ଶିକ୍ଷକଙ୍କର ଅଭାବ ସର୍ବଶିକ୍ଷା ଅଭିଯାନ ଭଳି ଉଦ୍ଦେଶ୍ୟ କାହାକୁ ଲକ୍ଷ୍ୟ କରେ ଯେ ସମାଜର ସମସ୍ତ ବର୍ଗଙ୍କ ପାଇଁ ଶିକ୍ଷାର ସୁଯୋଗ ଉଚ୍ଚ ଶିକ୍ଷାରେ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ କଣ ଆବଶ୍ୟକ ଯୋଗ୍ୟ ଶିକ୍ଷକ ଉତ୍ତମ ପାଠ୍ୟକ୍ରମ ମୌଳିକ ସୁବିଧା ଶିକ୍ଷକ ଶିକ୍ଷାରେ ଏକ ପ୍ରମୁଖ ସମସ୍ୟା କଣ ପ୍ରାଚୀନ ପାଠ୍ୟକ୍ରମ ଏବଂ ବ୍ୟବହାରିକ ତାଲିମର ଅଭାବ ଉଚ୍ଚ ଶ୍ରେଣୀରେ ଛାତ୍ରମାନଙ୍କର ଡ୍ରପ୍ ଆଉଟ୍ ବା ପାଠତ୍ୟାଗ ହାର ବୃଦ୍ଧିର ଏକ ମୁଖ୍ୟ କାରଣ କଣ ଆର୍ଥିକ ସମସ୍ୟା ମନୋବଳ ହ୍ରାସ ଓ ଗୁଣବତ୍ତାହୀନ ଶିକ୍ଷା ଉଚ୍ଚ ଶିକ୍ଷାରେ ସମାବେଶିତ ଇନକ୍ଲୁଜନ କାହାକୁ ବୁଝାଏ ଯେ ସମସ୍ତ ଲିଙ୍ଗ ଅର୍ଥନୈତିକ ସ୍ଥିତି ଜାତି ଅକ୍ଷମତା ଥିବା ଛାତ୍ରଙ୍କୁ ସମାନ ସୁଯୋଗ ପ୍ରଦାନ ଶିକ୍ଷକ ଶିକ୍ଷା ପ୍ରଣାଳୀରେ ଆଧୁନିକୀକରଣ କରିବା ପାଇଁ କଣ ଆବଶ୍ୟକ ଟେକ୍ନୋଲୋଜି ଏକତ୍ରୀକରଣ ଆଉ ଆଧୁନିକ ଶିକ୍ଷଣ ପଦ୍ଧତି ଓ ନିୟମିତ ଶିକ୍ଷକ ତାଲିମ ଉଚ୍ଚ ଶିକ୍ଷା ପ୍ରସାରରେ କେଉଁ କାରକଟି ଗୁଣବତ୍ତାକୁ ପ୍ରଭାବିତ କରୁଛି ଯେ ଛାତ୍ର ବା ଶିକ୍ଷକଙ୍କର ଅନୁପାତ ବୃଦ୍ଧି ଆଦିବାସୀ ଓ ଦୁର୍ବଳ ବର୍ଗର ଛାତ୍ରମାନଙ୍କୁ ଉଚ୍ଚ ଶିକ୍ଷାରେ ସାମିଲ କରିବା ପାଇଁ କଣ ଜରୁରୀ ଆର୍ଥିକ ସହାୟତା ଛାତ୍ରାବାସ ବିଶେଷ ଶିକ୍ଷଣ କାର୍ଯ୍ୟକ୍ରମ ଉଚ୍ଚ ଶିକ୍ଷାର ଗୁଣବତ୍ତା ମୂଲ୍ୟାୟନ ପାଇଁ କେଉଁ ସଂସ୍ଥା ଭାରତରେ ଦାୟିତ୍ୱବାନ ରାଷ୍ଟ୍ରୀୟ ମୂଲ୍ୟାୟନ ପ୍ରତ୍ୟୟନ ପରିଷଦ NSSC ରୁଷା RUSA ର ପୂର୍ଣ୍ଣ ରୂପ ହଉଛି କଣ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ହଉଛି RUSA ର ଫୁଲ ଫର୍ମ ତାପରେ NAAC କୁ କେଉଁ ସଂସ୍ଥା ସ୍ଥାପନ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଯୋଉଟାକୁ UGC କହନ୍ତି ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ RUSA କଣ ଉପରେ ଗୁରୁତ୍ୱ ଦେଇଥାଏ ଯେ ରାଜ୍ୟମାନଙ୍କର ଉଚ୍ଚତର ଶିକ୍ଷା ଅନୁଷ୍ଠାନ ଗୁଡିକର ସର୍ବାଙ୍ଗୀନ ଉନ୍ନତି ଉପରେ NSSC ର ମୁଖ୍ୟ କାର୍ଯ୍ୟ କଣ ଯେ ଉଚ୍ଚତର ଶିକ୍ଷା ଅନୁଷ୍ଠାନ ଗୁଡିକର ଗୁଣବତ୍ତା ମୂଲ୍ୟାୟନ ଆଉ ମାନ୍ୟତା ପ୍ରଦାନ RUSA
କେଉଁ ବର୍ଷ ଆରମ୍ଭ କରାଯାଇଥିଲା ଯେ 2013 ମସିହାରେ NSSC ଅନୁଷ୍ଠାନ ଗୁଡିକୁ କେଉଁ ଆଧାରରେ ମୂଲ୍ୟାୟନ କରେ? ଶିକ୍ଷଣ, ଗବେଷଣା, ଅଧ୍ୟାପନା, ମୌଳିକ ସୁବିଧା, ଛାତ୍ର ସହାୟତା ଇତ୍ୟାଦି ସହିତ ଜଡିତ ସମ୍ପୂର୍ଣ୍ଣ ମାନଦଣ୍ଡ। RUSA ର ଏକ ମୁଖ୍ୟ ଉଦ୍ଦେଶ୍ୟ କଣ? ଯେ ଉଚ୍ଚଶିକ୍ଷାରେ ଥିବା ଅସମାନତା ଦୂର କରିବା। NSSC ମୂଲ୍ୟାୟନରେ ସର୍ବୋଚ୍ଚ ଗ୍ରେଡ କଣ? ଯେ A++। RUSA କେଉଁ ସ୍ତରରେ କାର୍ଯ୍ୟକାରୀ ହୋଇଥାଏ? ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟସ୍ତରୀୟ ଅନୁଷ୍ଠାନ। ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରସାରରେ NSSC ର ଭୂମିକା କଣ? ଅନୁଷ୍ଠାନ ଗୁଡିକୁ ତୁଳନାତ୍ମକ ମୂଲ୍ୟାୟନ ପ୍ରଦାନ କରି ଗୁଣବତ୍ତା ଉନ୍ନତି ପାଇଁ ପ୍ରେରଣା ଦେବା। ଉଚ୍ଚଶିକ୍ଷା କେବଳ ଏକ ଡିଗ୍ରୀ ନୁହେଁ ବରଂ ଏକ ଆଜୀବନ ଚିନ୍ତନ ପ୍ରକ୍ରିୟାର ଆରମ୍ଭ। ଏହି ଉକ୍ତିଟି କାହାର ଦର୍ଶନରୁ ପ୍ରତିଫଳିତ କରେ? ଯେଟା ସର୍ବପଲ୍ଲୀ ରାଧାକ୍ରିଷ୍ଣନ। କିଏ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ସମୀକ୍ଷା ରିଫ୍ଲେକ୍ଟିଭ ସାଇକଲ ପ୍ରବର୍ତ୍ତନ କରିଥିଲେ? ଗ୍ରାହାମ ଗିବ୍ସ। ଉଚ୍ଚ ଶିକ୍ଷା ଆୟୋଗ 1948-49 କେଉଁ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଥିଲେ? କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ତାପରେ ଆସିଲା ତୁମର ଶିକ୍ଷକ ପ୍ରଶିକ୍ଷଣରେ ମାଇକ୍ରୋ ଟିଚିଂ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ତାର କଣ ଥିଲା? ଯେ ଏକ ନିର୍ଦ୍ଦିଷ୍ଟ ଶିକ୍ଷଣ କୌଶଳ ଉପରେ ଅଭ୍ୟାସ ଓ ମତାମତ ପ୍ରାପ୍ତି। ଉଚ୍ଚ ଶିକ୍ଷାରେ ଅନୁସନ୍ଧାନ ପ୍ରସଙ୍ଗ ରିସର୍ଚ୍ଚ ପ୍ରପୋଜାଲ ର କେଉଁ ଅଂଶଟି ଗବେଷଣାର ନୈତିକତା ନିଶ୍ଚିତ କରେ? ଯେ ନୈତିକତା ବିଧି। ଶିକ୍ଷକ ଶିକ୍ଷାରେ ସମସ୍ୟା ଭିତ୍ତିକ ଶିକ୍ଷଣ ପ୍ରୋବ୍ଲେମ ବେସ୍ଡ ଲର୍ଣ୍ଣିଂ ପଦ୍ଧତି କେଉଁ ଦେଶରୁ ଆରମ୍ଭ ହୋଇଥିଲା? ରାଜ୍ୟ ଯୁକ୍ତରାଷ୍ଟ୍ର ଆମେରିକା। ଉଚ୍ଚ ଶିକ୍ଷାରେ ସେମିଷ୍ଟାର ସିଷ୍ଟମ କ୍ରମ କେଉଁ ଭାରତୀୟ ବିଶ୍ୱବିଦ୍ୟାଳୟରେ ପ୍ରଥମେ ପ୍ରଚଳନ ହୋଇଥିଲା? ଏଟା ହଉଛି କଲିକତା ବିଶ୍ୱବିଦ୍ୟାଳୟ। ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ପ୍ରତିଭା ଶିକ୍ଷଣ ଗିଫ୍ଟେଡ ଏଜୁକେସନ ସହିତ ଜଡିତ ଆହ୍ୱାନଟି କଣ? ଯେ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଚିହ୍ନିବା, ସେମାନଙ୍କ ଆବଶ୍ୟକତା ପୂରଣ କରିବା। ଉଚ୍ଚ ଶିକ୍ଷାରେ ପ୍ଲାଗିୟରିଜିମ ରୋକିବା ସଫ୍ଟୱେୟାରକୁ କଣ କୁହାଯାଏ? ଅନୁସନ୍ଧାନ ମୌଳିକତା ଯାଞ୍ଚ ସଫ୍ଟୱେୟାର। ଶିକ୍ଷକ ଶିକ୍ଷାରେ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱ ଆରୋପ କରୁଥିବା ପାଠ୍ୟକ୍ରମକୁ କଣ କୁହାଯାଏ? ସମାଲୋଚନାତ୍ମକ ଶିକ୍ଷାଦାନ। ଉଚ୍ଚ ଶିକ୍ଷାରେ ଏମଫିଲ ଡିଗ୍ରୀକୁ କେଉଁ ଭାରତୀୟ ନୀତି ବନ୍ଦ କରିବାକୁ ପରାମର୍ଶ ଦେଇଛି? ଜାତୀୟ ଶିକ୍ଷାନୀତି 2020। ଶିକ୍ଷକ ଶିକ୍ଷାରେ କ୍ଷେତ୍ରୀୟ ଅନୁଭବ ଫିଲ୍ଡ ଏକ୍ସପିରିଏନ୍ସର ମୁଖ୍ୟ ଲକ୍ଷ୍ୟ କଣ? ଯେ ତତ୍ତ୍ୱଗତ ଜ୍ଞାନ ଓ ଅଭ୍ୟାସକୁ ଶ୍ରେଣୀ କକ୍ଷ ପରିସ୍ଥିତିରେ ସଂଯୋଗ କରିବା। ଉଚ୍ଚ ଶିକ୍ଷାରେ ମୁକ୍ତ ବହି ପରୀକ୍ଷା ଓପନ ବୁକ ଏକ୍ସାମିନେସନର ଉଦ୍ଦେଶ୍ୟ କଣ? ଯେ ବିଶ୍ଳେଷଣ ସଂଯୋଗ ଏବଂ ଜ୍ଞାନ ପ୍ରୟୋଗ କୌଶଳ ପରୀକ୍ଷା କରିବା। ଶିକ୍ଷକ ଶିକ୍ଷାରେ ମନୋପେଶୀୟ ପରିସର ସାଇକୋମୋଟର ଡୋମେନ କଣ ସୂଚାଏ? ଯେ ଶାରୀରିକ ଦକ୍ଷତା ଏବଂ କ୍ରିୟାତ୍ମକ କୌଶଳ। ଉଚ୍ଚ ଶିକ୍ଷାରେ ସାଂସ୍କୃତିକ ବିବିଧତା କଲଚରାଲ ଡାଇଭରସିଟିକୁ ପ୍ରୋତ୍ସାହିତ କରୁଥିବା ଶିକ୍ଷାନୁଷ୍ଠାନକୁ କଣ କୁହାଯାଏ? ଅନ୍ତର୍ନିବେଶୀ ପ୍ରତିଷ୍ଠାନ। ଶିକ୍ଷକ ଶିକ୍ଷାରେ ସହଯୋଗୀ ଶିକ୍ଷଣ କୋଅପରେଟିଭ ଲର୍ଣ୍ଣିଂର ଏକ ମୌଳିକ ଉପାଦାନ କଣ? ସାମୂହିକ ଦାୟିତ୍ୱ। ଉଚ୍ଚ ଶିକ୍ଷାରେ ସାଇବର ଶିକ୍ଷା ପାଇଁ ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ କଣ? ସ୍ୱୟଂ। ଶିକ୍ଷକ ଶିକ୍ଷାରେ ଲ୍ୟାଟରାଲ ଥିଙ୍କିଙ୍ଗର ପ୍ରବର୍ତ୍ତକ କିଏ? ଏଡୱାର୍ଡ ଡି ବୋନୋ। ଉଚ୍ଚ ଶିକ୍ଷାରେ ସ୍ଥାନୀୟତା ଲୋକାଲାଇଜେସନକୁ ପ୍ରୋତ୍ସାହିତ କରୁଥିବା ପାଠ୍ୟକ୍ରମକୁ କଣ କୁହାଯାଏ? ସ୍ଥାନୀୟ ଜ୍ଞାନଭିତ୍ତିକ ପାଠ୍ୟକ୍ରମ। ଶିକ୍ଷକ ଶିକ୍ଷାରେ ଅବଧାରଣା ମାନଚିତ୍ର କନସେପ୍ଟ ମ୍ୟାପିଂ କେଉଁ ଶିକ୍ଷାବିତଙ୍କ ଦ୍ୱାରା ବିକଶିତ ହୋଇଥିଲା? ଜେଡି ନୋଭାକ ମାନେ ଜୋସେଫ ଡି ନୋଭାକ। ये तुम रोज आंसर की टेबल आउ तुम तो इच क्वेश्चन ने तार आंसर भी प्रोवाइड कर दिया जायछि तो आकु प्रिपेयर हे गले एग्जाम भलो जीवो तो आज पई एतिकी थिला थैंक यू।